ମୋ ନାଁ ପ୍ରଭାତ ପାତ୍ର, ଡିଓଏଫଆଇ ସଭାପତି କୋଇଡ଼ା ବ୍ଲକ। ଆଜି ତ ମୁଖ୍ୟତଃ ଦାବି ଆମର ରହିଛି ଡିଓଏଫଆଇ ର ଯୁବସାଥୀ ମାନଙ୍କୁ ନେଇ ଆଜି ଆମେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଅନିଶ୍ଚିତକାଳ ପାଇଁ ଧାରଣା ଦେଇଛୁ। ବିଷୟବସ୍ତୁ ଏହା ଯେ ବହୁ ଚର୍ଚ୍ଚିତ ଯେଉଁ ଗୋପୀସାହି ପୋଲ ନିର୍ମାଣ ପାଇଁ ଆମେ ଜନଶୁଣାଣିରେ କଲେକ୍ଟରକୁ ମଧ୍ୟ ଜଣାଇଥିଲୁ ଏବଂ ଗଣମାଧ୍ୟମରେ ଆପଣମାନେ ମଧ୍ୟ ଲୋକଲୋଚନକୁ ଆଣିଥିଲେ। ଯାହା ସୁଦ୍ଧା ମଧ୍ୟ ଆଜି 7 ବର୍ଷ ଉପରେ ବିତିଗଲେ ମଧ୍ୟ ଆଜି ରୋଗୀମାନେ ହସ୍ପିଟାଲ ଯାଇପାରୁନାହାନ୍ତି, ଛାତ୍ରଛାତ୍ରୀମାନେ କେବେ ପଦଯାତ୍ରା କରି ଚାଲିକି ସ୍କୁଲ ପହଞ୍ଚି ପାରୁନାହାନ୍ତି। ବର୍ଷା ସମୟରେ ସେ ନାଳ ଏତେ ପାଣି ଯେତେବେଳେ ସ୍ରୋତ ବଢ଼ି ଯାଉଛି, ସାମାନ୍ୟ ଗୋଟେ ଗାଡ଼ି ଗୋଟେ ଗଲେ ସେଠି ପଶି ଯାଉଛି। ତେଣୁକରି ମୁଖ୍ୟତଃ ସେ ବିଷୟ ରହିଛି ଯେ ପୋଲ ନିର୍ମାଣ ଯଥାଶୀଘ୍ର ଆରମ୍ଭ କରାଯାଉ ଏବଂ ଆମର ଦ୍ୱିତୀୟ ଦାବି ରହିଥିଲା ଯେ କୋଇଡ଼ାରେ ଆଜି 35 ବର୍ଷ ବିତିଥିଲେ ସୁଦ୍ଧା ଆମର କୋଇଡ଼ା କଲେଜ ସ୍ୱୀକୃତି ମଧ୍ୟ ପାଇନାହିଁ ଏବଂ କଳା ଏବଂ ବାଣିଜ୍ୟ ବିଭାଗ ଅଛି, କିନ୍ତୁ ଆଜି ବିଜ୍ଞାନ ବିଭାଗ ହେଇପାରିନାହିଁ ଏବଂ ଲାଇବ୍ରେରୀ ଗୋଟେ ମଧ୍ୟ ଖୋଲା ହେଲେ ଆଶା କରୁଛୁ ଛାତ୍ରଛାତ୍ରୀମାନେ ସେ ଲାଇବ୍ରେରୀରେ ବହୁ ସଂଖ୍ୟା ବହି ପାଇପାରନ୍ତେ ଏବଂ ପଢ଼ନ୍ତେ ଏବଂ ତାଙ୍କ ଭବିଷ୍ୟତ ଉଜ୍ଜଳ ହୁଅନ୍ତା। ତା ସହିତ ଆମ କୋଇଡ଼ାର ସମସ୍ତ ପଞ୍ଚାୟତ ମାନଙ୍କର କିଛିଟା ରାସ୍ତା ଯେଉଁ ରହିଛି ଗ୍ରାମମାନଙ୍କର ଯେଉଁ ସେ ରାସ୍ତା ଆଜି ବିଚ୍ଛିନ୍ନ ଏବଂ ଶୋଚନୀୟ ଅବସ୍ଥାରେ ପଡ଼ିଛି, ଯାହାଦ୍ୱାରା ଆଜି ମାନେ ଯିବା ଆସିବା ଅସୁବିଧା ହେଇ ପଡ଼ିଛି ଏବଂ ଜଣେ ସାମାନ୍ୟ ଯାତ୍ରାରେ କୁଆଡ଼େ ବାହାରିଲେ ସେ ଥରେ ଚିନ୍ତା କରୁଛି ମୁଁ ଘରୁ ବାହାରିବି କି ନାହିଁ। ଏଭଳି ଆଜି ଯେଉଁ ଖଣି ଖାଦାନ ଅଞ୍ଚଳ ଆମର ହଜାର ହଜାର କୋଟି ରାଜସ୍ୱ ଦେବା ସତ୍ତ୍ୱେ ଆଜି କିଛିଟା ଏଇ ଯେଉଁ ଆମର ବିଷୟ ରହିଛି ତାକୁ ସରକାର ଯଦି କର୍ଣ୍ଣପାତ କରନ୍ତେ ଏବଂ ଏଇ ଯୁବକମାନଙ୍କର ଡାକରାରେ ଯଦି ସେ କାମ ସଫଳ ହୋଇପାରନ୍ତା, ତାହେଲେ ହୁଏତ ଆଜି ସରକାର ଯେଉଁ ଆଜି ଆମର ମୋହନ ବାବୁ ସରକାର ଅଛି ତାକୁ ଆମେ ଧନ୍ୟବାଦ କରନ୍ତୁ, କିନ୍ତୁ ତାର ଅପପକ୍ଷେ ଆଜି ମୋହନ ସରକାର କ'ଣ କରିଛନ୍ତି, ଆଜି ଲୋକଙ୍କର ଯେଉଁ ରହିଛି ସମସ୍ୟା ତାକୁ ସମାଧାନ କରୁନାହାନ୍ତି, ଯେଉଁଟାକି ମୌଳିକ ଅଧିକାର ତାକୁ ସେ ଆଜି ପୂରାଇ ପାରୁନାହାନ୍ତି। ତେଣୁକରି ଯୁବ ସମାଜ ଆଜି ତାଙ୍କୁ କୁହେ ଯେ ଛାତ୍ରଛାତ୍ରୀମାନଙ୍କର ଯେଉଁ ପ୍ରଥମରୁ ଅଷ୍ଟମ କ୍ଲାସ ପର୍ଯ୍ୟନ୍ତ ଯେଉଁ ବହି ଛାପିଛନ୍ତି ସେ ଛାପିବା ବହି ସୁଦ୍ଧା ସେ ବହି ଗୁଜରାଟରେ ଛାପିଲେ ଏବଂ ଓଡ଼ିଶାରେ କାହିଁକି ଛାପିଲେନି ଏବଂ 100 କୋଟି ଟଙ୍କା ଆଜି ତ ସେ ବହି ଛାପାର ଯାଇଛି, ସେଇଟା ଭୁଲ ବୋଲି ଆଜି ସାରା ଓଡ଼ିଶା ଏବଂ ସାରା ଭାରତ ତାକୁ ବିରୋଧ କରୁଛି। ଏଇଭଳି ଯେଉଁ ମାନେ ନିନ୍ଦନୀୟ ଯେଉଁ କାମ କରୁଛନ୍ତି ସରକାର, ଆମେ ଦାବି କରୁଛୁ ଯେ ମୋହନ ସରକାର ଇସ୍ତଫା ଦେବା ନିହାତି ଜରୁରୀ ଏବଂ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ନିହାତି ଜରୁରୀ ବୋଲି ଆମେ ଦାବି ରଖୁଛୁ ଏବଂ ଯେ ପର୍ଯ୍ୟନ୍ତ ଆମ ଏଇ ଦାବି ସବୁ ପୂରଣ ହୋଇଛି ଡିଓଏଫଆଇ ଏଠି ଆହ୍ୱାନ ଦେଉଛି ଆମେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଆହୁରି ଆଗାମୀ ଦିନରେ ତୀବ୍ରତର କରିବୁ। ମୁଁ ଡକ୍ଟର ବାଦଲ ବାରିକ, जिला संपादक डीओएफआई। आज देखंतु दीर्घ दिनर दाबी प्रत्येक वर्षा ऋतु आसिले आपण माने गोटे न्यूज पाई जाते गोपीसाही पोल छुआ स्कूल रु जाई पार नाहंती से बाटे आसी पारंतीनी से न्यूजटा वर्ष को वर्ष देखांती आउ आपण माने देखैला परे किछि प्रशासनिक अधिकारी तत्परता है 2 केजी चाउल 5 केजी चाउल किए डाली टिके किए आड़ू बिस्कुट यही सबू दे मन भूलैबा पई चेष्टा करती। आमे बहुत आगरू दाबी देइछु कि गोपीसाही पोल किपरि भाव निर्माण हब आउ यही कलेक्टर मध्य ग्रीभांस रे 7 दिन मध्य रे ता कार्यकारी हब बोली कहितिले हेले ए पर्यंत हेई पारला नै दुखर विषय। सेति पई आमे ए गणधारणा देइछु कि जो दिन काम स्टार्ट हबो ए गणधारणा उठिबो एवं आपण माने एई कोईडा ब्लॉक रु हजार हजार कोटी टंका डीएमएफ फंड को जाउची सरकारी फंड को जाउथुले सुद्धा एठिकार पिला माने शिक्षा रु वंचित होउचंती। कॉलेज थिले सुद्धा से कॉलेज रे विज्ञान विभाग नहीं जहा फल रे ए खणी अंचल रे कि इंजीनियर किंबा आईटीआई किंबा किछि टेक्निकल पिला बाहरी पारु नांती। एठी हजार हजार कोटी टंका अछि हेले ए मेडिकल रे डॉक्टर नांती रास्ता घाट कोइले न सरे से सबु दाबी को नेगी आमर विक्षोभ एवं गणधारणा जारी रही जे पर्यंत प्रतिश्रुति न मिलिबो किंबा स्टार्ट काम न हो से पर्यंत धारणा जारी रहिबो।